ଚାଷୀ ଭାଇ ଭଉଣୀମାନଙ୍କୁ ତତ୍ ସହିତ ସରକାରୀ କର୍ମଚାରୀ ଦେବେନ୍ଦ୍ର ସାର୍, BAW ସାର୍। ଆଜିର କାର୍ଯ୍ୟକ୍ରମ ହେଉଛି ଯେଉଁ ମାଟିରେ ଯେଉଁ କେମିତି ଯେଉଁ ବିଷ ପ୍ରସ୍ତୁତି କରାଯିବ ତା ନେଇକି କେମିତି କ'ଣ ମିଶେଇକି ଯେଉଁ ସେଟା ହେବ ଆମର BAW ସାର୍ ଦେବେନ୍ଦ୍ର ସାର୍ ଆପଣମାନଙ୍କୁ କହିବେ। ଆଉ ସେଇ କହିଲା ପରେ ଆପଣ ଯେଟାକୁ ଜାଣିବେ ସେଟାକୁ ଆପଣ କାର୍ଯ୍ୟକାରୀ କରିବେ। ତାପରେ ଯେମାନେ ଆସିନାହାନ୍ତି ସେମାନଙ୍କୁ ବି ବୁଝେଇବେ ଏଇ ରଙ୍ଗ ପ୍ରସ୍ତୁତି ହେଲା, ଏଇ ରଙ୍ଗ ତିଆରି ହେଲା, ଆପଣମାନେ କହିବେ। ଯାଉ ଦେବେନ୍ଦ୍ର ସାର୍ ଆପଣ। ଠିକ୍ ଅଛି, ଧନ୍ୟବାଦ। ନମସ୍କାର ସମସ୍ତଙ୍କୁ। ମୁଁ ଶ୍ରୀଯୁକ୍ତ ଦେବେନ୍ଦ୍ର ସିଂ, ଆପଣଙ୍କ ଗ୍ରାମ ପଞ୍ଚାୟତର ଶରତ ଗ୍ରାମ ପଞ୍ଚାୟତର ଆପଣଙ୍କ ଗୌରଚନ୍ଦ୍ରପୁର ଗାଁର ଗ୍ରାମୀଣ କୃଷି କର୍ମଚାରୀ। ଆମର ଯେଉଁ ଗତ ବର୍ଷରୁ ଏଇ ଗାଁ ପାଇଁ ଗୋଟେ ଯୋଜନା ଆଣିଦେଇଛି ଆପଣମାନଙ୍କ ପାଇଁ, ସମସ୍ତ ଚାଷୀମାନଙ୍କ ପାଇଁ, ପରମ୍ପରାଗତ କୃଷି ବିକାଶ ଯୋଜନା। এই ବର୍ଷ ହେଉଛି ଆମର ଦ୍ୱିତୀୟ ବର୍ଷ, ବୁଝିଲେ? এই ବର୍ଷ ହେଉଛି ଆମର ଦ୍ୱିତୀୟ ବର୍ଷ। ସରକାର ଆମ ପାଇଁ এই ଯୋଜନାଟାକୁ 3 ବର୍ଷ ପାଇଁ ଆଣି ଦେଇଛନ୍ତି। ତ ସେଇ 3 ବର୍ଷ ଭିତରେ ଇଏ ହେଲା ଆମର ଦ୍ୱିତୀୟ ବର୍ଷ। ଗତ ବର୍ଷରୁ ଆମେ ଆରମ୍ଭ କରିଛୁ। ଏହାର ଉଦ୍ଦେଶ୍ୟ କ'ଣ ନା ଆମେ କେମିତି କି ଆମର ଚାଷ ଗୁଡ଼ାକୁ ଜୈବିକରେ କରିବା, କୌଣସି ରାସାୟନିକରେ କରିବା ନାହିଁ, ହଁ କି ନାହିଁ? ତ ଗୋଟେ ଗଛ ପାଇଁ ଖାଦ୍ୟ ଦରକାର ମେନ୍। ଆମେ ଯେଉଁ ଧାନ ଚାଷ କରୁଛେ বা ଅନ୍ୟାନ୍ୟ ଜିନିଷ ଆମେ ଯେଉଁ ପନିପରିବା ଚାଷ କରୁଛେ ତା ପାଇଁ କି ମେନ୍ କ'ଣ ଦରକାର? ଖାଦ୍ୟ ଦରକାର। ତାପରେ ପୋକ ବି ଲାଗିବେ, ରୋଗ ବି ଲାଗିବେ, ହଁ କି ନାହିଁ? ତାର ପାଇଁ ମେଡିସିନ ଦରକାର। ତ ଯାହା ବି ସେଇ ମାନେ ଅସୁବିଧା ହେଲା ଟ୍ରିଟମେଣ୍ଟ କରିବା ପାଇଁ ଯାହା ବି ଆମେ ବ୍ୟବହାର କରିବା ଜୈବିକ ଆକାରରେ ବ୍ୟବହାର କରିବା, ରାସାୟନିକ ଆକାରରେ ବ୍ୟବହାର କରିବା ନାହିଁ। କି ପାଇଁ? ଯଦି ଆମେ ରାସାୟନିକ ଆକାରରେ ବ୍ୟବହାର କରୁଛେ, ଏକରେ ଆମେ ବି ରାସାୟନିକ ଖାଉଛେ, ହଁ କି ନାହିଁ? ରାସାୟନିକ ଯଦି ଖାଉଛେ ଆମର ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ କମି କମି ଯାଉଛି। ଆଗ କାଳରୁ ପୁରୁଣା ବୁଢା ବୁଢୀ ବାପା ମା ଜେଜେବାପା ମାନେ ଥିଲେ, ସେମାନେ ଚେରମୂଳରେ ହିଁ ଭଲ ହଉଥିଲେ। କିନ୍ତୁ ଆଜିକାଲି କେହି ଚେରମୂଳରେ ଭଲ ହେଉନାହାନ୍ତି। କି ପାଇଁ? ନା ଆମେ ରାସାୟନିକ ଖାଉଛେ ଦେଶରୁ। ରାସାୟନିକ ଯେହେତୁ ଆମେ ଖାଉଛେ, ରାସାୟନିକ ମେଡିସିନ ହିଁ ଦରକାର ହଉଛି, ହଁ କି ନାହିଁ? ତେଣୁ ଆମେ ରାସାୟନିକକୁ ଏଇନା ଧୀରେ ଧୀରେ ଭୁଲିଯିବା। ଏଇନା ଆମେ ଜୈବିକ ଆଡକୁ ଯିବା, ବୁଝିଲେ? ଆମେ କରୁଛେ ତ ସେଇଟାକୁ କେମିତି ଟିକେ ଭଲ ଭାବରେ କରିବା, ସେଇ ପ୍ରୟାସ ଆମେ ଜାରି ରଖିବା। ଆମେ ଶିଖିବା ପ୍ଲସ୍ ସମସ୍ତଙ୍କୁ ଶିଖେଇବା ଏବଂ ଆମର ଯେଉଁ ଆଗାମୀ ପିଢ଼ି ମାନେ ଯେଉଁ ଆସୁଛନ୍ତି, ପିଲା ଛୁଆ ଗୁଡ଼ା ଆସୁଛନ୍ତି, ସେମାନଙ୍କୁ ବି ଶିଖେଇବା। କାହିଁକି ନା ସେଇ ସବୁ କରିବା ପାଇଁ ଆମର ଏଇ ଆମେ ଯେହେତୁ ଜଙ୍ଗଲ ପାଖରେ ରହୁଛୁ, ଗାଁରେ ରହୁଛୁ, ଆମର ଏଇଥିରେ ସବୁକା ମିଳୁଅଛି। ଯେତିକ ତାର ଯେଉଁ ର ମେଟେରିଆଲ୍ସ ଦରକାର, କଞ୍ଚା ଯେଉଁ ମେଟେରିଆଲ୍ସ ଦରକାର, ସେଗୁଡ଼ା ସବୁ ଆମ ପାଖାପାଖିରେ ଅଛି, ହଁ କି ନାହିଁ? ତେଣୁ ଆମେ ଖାଦ୍ୟ ପାଇଁ, ଗୋଟେ ଗଛର ଖାଦ୍ୟ ପାଇଁ, ରୋଗ ପାଇଁ ଆଉ ପୋକ ପାଇଁ କେଉଁଭଳିଆ ମେଡିସିନ ତିଆରି କରିବା, ସେଇଟାକୁ ଆଜି ଆମେ ଶିଖିବା ହେଲା। ତ এইটাକୁ ଗୋଟେ ଆମେ କହୁଛୁ ହାଣ୍ଡି ଖତ ବୋଲିକି। ଆଜି ଯେଉଁ ଆମେ ପ୍ରୟୋଗ କରିବା, ଯାହାର ତ ଗୋଟେ ଆମକୁ ସାର ବଦଳରେ ବା ବିଷ ବଦଳରେ ଯାହାର ତ ଗୋଟେ ଦେଇ ତ ହବ ନା, କାହିଁକିନା ଆମେ ଦେଇ ଆସିଛୁ ନା। ଗୋଟେ ଆମେ ଗଛ ଲଗେଇ ଦେଇଛୁ, ଖାଦ୍ୟ ନହେଲେ ତ ହବ ନାହିଁ ନା। ଗୋବର ଖତ ଦେବା ସାଙ୍ଗରେ ଏଇ ଯେଉଁ ହାଣ୍ଡି ଖତ ଯଦି ଦବା, ଆମର ଭଲ ଗଛ ହବ, ହୃଷ୍ଟପୃଷ୍ଟ ରହିବ, ପ୍ଲସ୍ ଭଲ ଅମଳ ଆସିବ, ହଁ କି ନାହିଁ? ତ ସେ ଯେ କେମିକାଲକୁ ଛାଡ଼ିବା ପାଇଁ ଏଇଟାକୁ ଆମକୁ ଶିଖତେ ହବ। ଏହାକୁ ଶିଖିଲେ ଆମେ ତିଆରି କରିବା ଏବଂ ଆମ ବିଲରେ ଆମେ ଧାନ ଗଛରେ ବା ଅନ୍ୟାନ୍ୟ ପନିପରିବା ଗଛରେ ଆମେ ଦେଇପାରବା, ହଁ କି ନାହିଁ? ତ ଆଜି ଆମେ ହାଣ୍ଡି ଖତ କେମିତି କରାଯିବ ସେଇ ବିଷୟରେ ଆମେ ଶିଖିବା।
तो फास्ट आम नौ कौन कौन जिनस फास्ट प्रथम है गोटे हांडी दरकार माटी हांडी जदि नाही तो प्लास्टिक रो बा जेकोसी ये टिके बड़ जिनस दरकार तो बेस्ट है माटी हांडी बुझिले तापर नवा गाई मूत 2 लिटर पाखापाखि नवा 1 एकर जदि आम करवा ना 2 लिटर मैं 2 लिटर आम गाई मूत नवा तापर कंचा गोबर सज गोबर आम 1 किलोग्राम नवा एबे मिलुचे आम घरे तापर आम नवा निम पतर हैला केजीए पाखापाखि तापर आम नवा करंज पतर तापर नवा आम अरक पतर तापर जेहेतु आम जंगल गड़िया लोक आमर पड़ास पतर जानते पड़ास पतर नवा तो आम एगुड़ा को देखिले प्लस आउ गुड़ नवा 50 ग्राम गुड़ नवा तो ये आम एमान सागर डेली देखा चाह होचे आपण माने जो उस्ताद दउचंती बा अन्यान्य विष दउचंती विष गुडार केमिकल गुडा आम जानी पारुने तार केमती केयर हेची की काम करबो एक्चुअली आम जानी परबा कि नाही तो आम एटलिस्ट एगा देखले भी जानी पारुचे जे गोबरर काम कोन कत बढिया काम करबो खाद्य बढिया काम करबो गाई मूतर काम कोन से भी खाद्य बढिया काम करबो प्लस रोग प्रतिरोधक शक्ति बढ़ेबो प्लस ए जो निम पतर पिता लागे हो कि नाही सी पोक आउ खाइबे नाही बुझले जेकोसी गछ ऊपर देले गछटा पिता हे जिवो ना सी गछ पिता हे गले पोक आउ लागिबे नाही तापर करंज पत्र हमर कसा लागिले आउ सेठी केई लागिबे नाही तापर ये हला ओठा पाई हमर जो अरक पत्र छिड़े देले क्षीर बढिया बाहर आउ किछि समय जदि रहि गला ओठा लागे आतर जदि हम एमती करबा ओठा लागे तापर गुड़ निया होची मीठा पे हल्का मीठा लागले पोक आसीबे प्लस ये पचेबा पाई भी सहायता करे हैला तापर पड़ास पत्र सी कोसा प्लस पिता भी लागे हैला तो एगुडा निया होची फिर बाखर एमती जदि आमे नॉर्मली एगुडा को हांडी रे दबा पचेबा पाखापाखि 10-12 दिन लागि जिवो किंतु मो मतरे जदि आमे बाखर दबा ये कोला बळे जो बाखर व्यवहार होची यदि आमे बाखर दबा तो पचीबाटा टिके जल्दी हे जिवो याको आमे डिकम्पोजर भी कहूचे बुझिले तो आउतरे बोलवार कहबी तर जो पिता जो गछटा हे जिवो बा जो पिता जिनसटा जो हमर जो निम पत्र बाहरबो यार काम कोन एक्चुअली धर जो गोटा पोकर अंडा ऊपर बाजी गला से अंडा आउ फुटिबो नाही सेतिर आउ छुआ जन्म हेबे नाही आ कोनसी पुक ऊपर जदि भी पड़ी गला से पुक आउ भविष्य रे अंडा भी देई पारबोनी बा छुआ भी जन्म करि पारिबो नाही बुझले ये तो कोसा लागबो बस तापर आउ गोटे जिंस ये अठा संगे एई अरक पत्र गोटे आउ गोटे तार गुण अछि जो धान गछर पर्दा को टिके फटई दबो जदि आमे नॉर्मल दउचे जहाँ भी स्प्रे करूचे गोटे गछर सिर भीतर को जीवा पाई पाखापाखि 4 घंटा लगी जाए तो ये की करबो ना सही पत्रर पर्दाटा को टिके फटई दबो आमे जानि पारबानी कि गछ भी जानि पारबोनी कि गछ ऊपर किछि इफेक्ट भी पड़िबार नाही तो ये की करबो पर्दाटा को फटई दबो टिके देने हम तयारी करूचे सेगुडा जल्दी पसबो आउ जल्दी काम करिवो तो एगुडा को आमे हालुका गुंड कर देबा गुंड कर साला परे 1 केजी गोबर गाय मूत सब सांगरे गुड़े की ए पाखर भी दबा गुड़ भी दबा सब दबा देकी गुड़े की आमे हांडी रे उरेबा उरे साला परे ताको पाखापाखि 7-8 दिन रखिबा गोटे सप्ताह रखिबा रखि साला परे ए जो रसगुड़ा सेगुड़ा को आमे छाणी की बाहर करबा धरा जाऊ आमर से रसगुड़ा बाहरिला 1 लिटर बुझिले से पानी गुड़ा धरा जाऊ 1 लिटर बाहरला से 1 लिटर को आमे 50 लिटर पानी रे मिसई की पाखापाखि आमे माने जगह रे स्प्रे करि परिबा बा आम घरे जो मुंडा झाड़ू अछि झाड़ू मारी मारी सारला पोरे आउ झाड़ू काम रे लागु नाही एतकी बड़ हे जाइतिबो से झाड़ू साहाय्य रे आमे छिचिबा स्प्रेयर भी दरकार नाही हो कि नाही परंपरागत कृषि विकास योजनार मुख्य उद्देश्य है आमे केमती खर्च कमेबा
ବୁଝିଲେ ଖର୍ଚ୍ଚ କମେଇବା ଏବଂ ଅଧିକ ଅମଳ ପାଇବା ସେଇଟା ହେଲା ମୁଖ୍ୟ ଉଦ୍ଦେଶ୍ୟ ବୁଝିଲେ ତେଣୁ ଏଠି କିଛି ଦରକାର ନାହିଁ ଖାଲି ଆମେ ଏଠି କିଣିବା ଯଦି କିଣିବା ଗୁଡ଼ କିଣିବା କାହିଁକି ନା ଏପଟେ ଆମର ଆଖୁ ଚାଷ ହଉନାହିଁ ହଁ କି ନାଇଁ ଆଖୁ ଚାଷ ହଉନି ଯଦି ଆଖୁ ଏରିଆରେ ହେଇଥିଲା ଆମେ ତାକୁ ବି କିଣିତେ ପଡ଼ିନଥାନ୍ତା ତେଣୁ ଏଠି 500 କୁ ନେଲା 30 ଟଙ୍କା କେଜି କୁ କେତେ 60 ଟଙ୍କା ତାହେଲେ 10 ଗ୍ରାମ କୁ କେତେ ପଡିଲା ଆମର 6 ଟଙ୍କା 6 ଟଙ୍କା ନା 100 ଗ୍ରାମ କୁ 6 ଟଙ୍କା ତାହେଲେ 50 ଗ୍ରାମ କୁ କେତେ 3 ଟଙ୍କା ମାତ୍ର ବୁଝିଲେ ତ କେଜି ଏକାଥର ଆଣିଲେ ଆମ ବର୍ଷ ସାରା ଯେତିକି ଧାନ ଚାଷ କରୁଛେ 60 ଟଙ୍କା ଖର୍ଚ୍ଚ କରିଦେଲେ ଆମର ହେଇଯିବ ୟାକୁ କେମିତି ସ୍ପ୍ରେ କରିବେ ବା କେମିତି ଛିଞ୍ଚିବେ ପାଣିରେ ଗୋଳେଇ ସାରିଲା ପରେ ମାପିକି ଧର ଯୋଉ ବାଲ୍ଟିରେ କାନ୍ଦେଇଛନ୍ତି ବାଲ୍ଟିଟା ଧର ଯୋଉ ଆମର ଧରିବ 10 ଲିଟର ବୁଝିଲେ ପାଖାପାଖି 10 ଲିଟର ମତଲବ ଇଏ ସେଇ 20 ରୁ 30 ml ସେତିକି ଦେଇଦେଲେ ଆମେ ଗୋଳେଇ ଦେଲେ ଝାଡ଼ରେ ଧରବା ଛିଞ୍ଚି ନବା 15 ଦିନରେ ନହେଲେ 12 ଦିନରେ ଥରେ ଆମେ ଛିଞ୍ଚିବା ଦେଖିବେ ଆପଣଙ୍କର ରୋଗ ବି ଲାଗିବେ ନାହିଁ ଭୋକ ବି ଲାଗିବେ ନାହିଁ ପ୍ଲସ୍ ଆମର ଗଛ ବି ଖାଇବା ପାଇବ ଗୋଟେ ଜାଗାରେ ହିଁ ଆମେ ସବୁ କିଛି ପାଇପାରିବା କେବଳ ଆପଣଙ୍କର ଟିକେ ପରିଶ୍ରମ ହବ ଯେ ଖାଲି କାମଟା କରିବେ ସେଥିରେ ତ ଆମେ ତ ଚାଷୀ ହେଇଛେ ମାନେ କରିଦେଇ ହବ ଓକେ ନାଇଁ ସେଥିରେ ଯେ ଆମେ କରିବା ତାପରେ ଏଗୁଡ଼ା ଯୋଉ ରହିଗଲା ପାଣିଟା ସେ ଯୋଉ ପାଣିଟା ନିଗିଡ଼ି ସାରିଲା ପରେ ଯେଟା ରହିଗଲା ସେଗୁଡ଼ାକୁ ଆମେ ଖରାରେ ଦିନେ 2 ଦିନ ଶୁଖେଇଲା ପରେ ଯଦି ଆମେ ଘରେ ଲଗେଇଛେ ପନିପରିବା ବାଡ଼ିରେ ଲଗେଇଛେ ନା ସେଇ ପନିପରିବାରେ ବି ଆମେ ରିଙ୍ଗ କରିକି ଏଗୁଡ଼ାକୁ ଆମେ ଦେଇପାରିବା ସିଏ ଖତ ଭଳିଆ ବି କାମ କରିବ ରୋଗ ପୋକ ଔଷଧ ଭଳିଆ ବି କାମ କରିବ ସବୁ ଗଛରେ ଆମେ ଦେଇପାରିବା ବୁଝିଲେ ସବୁ ଗଛରେ ଆମେ ଦେଇପାରିବା ଯଦି ଆମେ ପନିପରିବା ଗଛରେ ନଦେଲେ ୟାକୁ ଆମେ ଶୁଖେଇକି ହାଲୁକା ଶୁଖିଲା ବାଲି ସାଙ୍ଗରେ ଫେଣ୍ଟେଇକି ବି ଆମେ ଧାନ ବିଲରେ ଦେଇପାରିବା ବୁଝିଲେ ଧାନ ବିଲରେ ବି ଆମେ ଦେଇପାରିବା ତ କିଛି ବି ଲସ୍ ହେବା ନାହିଁ ଦେଖନ୍ତୁ ଆମେ ହେଲେ ଜଙ୍ଗଲ ପଡ଼ିଆ ଲୋକ ଜଙ୍ଗଲରେ କେହି କେବେ ୟୁରିଆ ଗ୍ରୁମର ପଟାସ ଦେଇଛି କି ସବୁଠୁ ବଡ଼ ଗଛ କେଠି ଅଛି ଜଙ୍ଗଲରେ ପୃଷ୍ଠ ଗଛ କେଠି ଅଛି ଜଙ୍ଗଲରେ ସବୁ ଆପେ ଆପେ ସେଇଠି ତିଆରି ହେଉଛି ହଁ କି ନାହିଁ ସବୁ ଆପେ ଆପେ ତିଆରି ହେଉଛି ତ ତାକୁ ଦେଖିକି ଆମକୁ ଶିଖିବାର ଅଛି ବୁଝିଲେ ନା ତାକୁ ଦେଖିକି ଆମ ଶିଖିବାର ଅଛି ଆପଣ ଏଇଭଳିଆ ଜିନିଷଟା ପାଖାପାଖି ଯଦି ଆପଣ 5-6 ବର୍ଷ ବ୍ୟବହାର କରିବେ ଆପଣଙ୍କ ବିଲରେ ତାପରେ ଆଉ କିଛି ଦରକାର ହବ ନାହିଁ ଏଭଳିଆ ମତେ ଲାଗୁଛି କିଛି ଦରକାର ନାହିଁ ପରା ସେତେବେଳେ ଆମେ ଯୋଉ ସାର ବିଷ ଦେଇ 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 ମାଟିଟାକୁ ଖରାପ କରିଦେଇଛେ ବୁଝିଲେ ମାଟି ଯୋଉ ପରୀକ୍ଷା କରିବା ପାଇଁ ନିଆ ହେଇଥିଲା ରିପୋର୍ଟ ଆସିଲା ଯୋଉ ସେଥିରେ ଜୈବିକ ଅଙ୍ଗାରକ ଟୋଟାଲି କମି ଯାଇଛି ଗୋଟେ ମାଟିରେ ଗୋଟେ ସୁସ୍ଥ ମାଟି କେଡେ କୁହାଯିବ ତାର ଭାଗ ଅଛି ହେଲା 100 ଭାଗରୁ 45 ଭାଗ ହେଲା ଖାଇବା ଅଛି ରହିବା ଦରକାର 25 ଭାଗ ହେଲା ପବନର ଜାଗା 25 ଭାଗ ହେଲା ପାଣିର ଆଉ 5 ଭାଗ ହେଲା ଜୈବିକ ଅଙ୍ଗାରକ ଓର ସେଇଆ ବୁଝିଲେ ଇଏ ହେଲା 25 ଭାଗ ହେଲା ପବନ ନିଶ୍ୱାସ ପ୍ରଶ୍ୱାସ ଗଛ ପାଇଁ ବି ଦରକାର ନା ଫେର ଆମର ଯୋଉ ମାଟିରେ ଜୀବାଣୁ ଅଛନ୍ତି ନା ଜିଆ ହେଲା ରଜା ଆହୁରି ଛୋଟିଆ ଛୋଟିଆ ବି ଅଛନ୍ତି ଫେର ଆମର ପାଣି ବି ରହିବା ଦରକାର ୱାଟର ହୋଲ୍ଡିଂ କାପାସିଟି ଜଳ ଧାରଣ ଶକ୍ତି ମାଟିରେ ରହିବା ଦରକାର ତ ଆମର ଯୋଉ କେମିକାଲ ଦେଇ ଦେଇ ତୀର ଅଛି କିନ୍ତୁ ଜାମ୍ ହେଇଯାଇଛି ସିନ୍ଥେଟିକ ଦେଇ ଦେଇ ତ ସେଇ ଯୋଉ ସିନ୍ଥେଟିକଟାକୁ ଆମକୁ ଏଇନା ସରେଇବାର ଅଛି ସରେଇ ଦେଲେ ଅଟୋମେଟିକଲି ଆପେ ଆପେ ସବୁ ଚାଲିବ ଜଙ୍ଗଲରେ ଯେମିତି କେହି କିଛି ଦଉନାହାନ୍ତି ଆପେ ଆପେ ହଉଛି ଏଠି ବି ସବୁ ଆପେ ଆପେ ହବ ସେଇଟା ହେଲା ମୋର ଉଦ୍ଦେଶ୍ୟ ଆପଣମାନଙ୍କର ବି ଉଦ୍ଦେଶ୍ୟ ହେବା ଦରକାର ବୁଝିଲେ ତ ଏଥିରେ ଆପଣ କେହି କାମରେ କଞ୍ଜୁସି କରିବେ ନାହିଁ ସିନସିୟରଲି କାମ କରିବେ
ଖର୍ଚ୍ଚ କମିଯିବ, ମାଟି ବି ଆମର ମାନେ ଉର୍ବର ବଢ଼ିବ, ଜୀବାଣୁ ବି ଖୁସି ହେବେ, ଯେଗା ଆମର ଠାକୁର ଗା ଯେ ଆମେ ଦେଖିପାରୁନେ ସେଗା ବି ଖୁସି ହେବେ। ବୁଝିଲେ, ଯେ କେମିକାଲ ଦେଲେ ଆମେ ମାରି ଦଉଛେ ନା, ଜିଆ ତାର ଖୁସି ହବ, ଯାହା ହଉ ଭଲ ଲାଗିବ। ଧରାଯାଉ ଗୋଟେ ରସି ଭାଟିଟା ହେଲା ବୋଲି ମଧୁଆ ଗଲେ ନା, ମାତାଲି ଗଲେ ନା, ସେଇଟା ଗୋଟେ ହେଲା ପରିବେଶ, ମାତାଲି ମାନକା ପରିବେଶ, ଯିଏ ପିଇବ ସିଏ ଯିବ ନା, ଆଉ ବିନା ପିଇଲା ବାଲା ଯିବ କି ନାଇଁ। ତ ସେଇ ଭଳିଆ ଆମେ ଗୋଟେ ଜିଆ ମାନଙ୍କ ପାଇଁ, ଭଲ ପୋକ ମାନଙ୍କ ପାଇଁ ଗୋଟେ ପରିବେଶ ତିଆରି କରିବା, ହଁ କି ନାଇଁ? ଗୋଟେ ପରିବେଶ ତିଆରି କଲେ ସେମାନେ ତାଙ୍କର ରହିବେ ପ୍ଲସ୍ ବଂଶ ବିସ୍ତାର କରିବେ। ବୁଝିଲେ, କେବଳ ଜିଆ ଖତର ହିଁ ସବୁଠୁ ଅଧିକ ଜୈବିକ ଅଙ୍ଗାରକ ଅଛି, ଆଉ କୋଉଥିରେ ନାହିଁ। ଏହା ପରେ ପରେ ଆପଣ ମାନଙ୍କୁ ଜିଆ ଖତ ଗୁଣ୍ଡ କେମିତି ତିଆରି ହେବ, ଜିଆ କେମିତି ଉଷୁବା ସେ ବିଷୟରେ ବି ଟ୍ରେନିଂ ଦବା। ତ ଆଜିକାର ଏଇ ହାଣ୍ଡି ଖତଟାକୁ ଆପଣ ଶିଖନ୍ତୁ ହେଲା, ଆଉ କାର୍ଯ୍ୟରେ ଲଗାନ୍ତୁ, ଆଉ ଯୋଉ ଚାଷୀ ଭାଇ ଭଉଣୀ ମାନେ ଆସିନାହାନ୍ତି ସେମାନଙ୍କୁ ବି କୁହନ୍ତୁ। ଏ ହେଲା ଆପଣଙ୍କର ମୋ ତରଫରୁ ଗୋଟେ ଗୁରୁ ଦାୟିତ୍ୱ ଦେଲି, ଆପଣ ମାନେ ସେମାନଙ୍କୁ ଶିଖେଇବେ। କାହିଁକି ନା ତାପରେ ଆଉ ଗୋଟେ ମୁଖ୍ୟ ଉଦ୍ଦେଶ୍ୟ, ଆମର ମାଟି ଏ ଯୋଉ ଏ ହେଲା ଜୁରିଆ ସାଇ ଗ୍ରୁପ, ଗୌରଚନ୍ଦ୍ରପୁରରେ ଜୁରିଆ ସାଇ ଗୋଟେ ଗ୍ରୁପ ଅଛି, ବେଗୁନିଆ ସାଇ ଗୋଟେ ଅଛି, ମନ୍ଥ ସାଇ ଗୋଟେ ଅଛି, ଖଟୁଆ ପଡା ଗୋଟେ ଅଛି, ଆଉ ଗୋଟେ ହେଲା ଗୌରଚନ୍ଦ୍ରପୁର ଗୋଟେ ଅଛି। ଆମର 250 ଜଣ ଚାଷୀ ଏହି ଜୈବିକ ଚାଷରେ ଅନ୍ତର୍ଭୁକ୍ତ ହେଇଛନ୍ତି ପରମ୍ପରାଗତ କୃଷି ବିଜ୍ଞାନ ଯୋଜନାରେ। ତ 3 ବର୍ଷ ବେଳକୁ ଆମର ମାଟି ଗୋଟେ ସାର୍ଟିଫିକେଟ ପାଇବ ଜୈବିକର, ବୁଝିଲେ ନା, ଯେ ତାଙ୍କର ମାଟି ସେଇ ଗାଁର ସେହି ସାହିର ମାଟି ଜୈବିକ ବୋଲିକି ଗୋଟେ ସାର୍ଟିଫିକେଟ ପାଇବ। ସାର୍ଟିଫିକେଟ ପାଇଲେ ଆମର ମାଟିର ଚାହିଦା ବଢିବ, ପ୍ଲସ୍ ଆମେ ସେଇ ମାଟିରେ ଯାହା ବି ଚାଷ କରିବା ରେଟ୍ରେ ବିକ୍ରି କରୁ। ଯୁଗ ଆସିଲାଣି କେମିକାଲ ବାଲା ଆଉ ବିନା କେମିକାଲ ବାଲା। ବୁଝିଲେ, ଗୋଟେ ବିଲାତିଟାକୁ ମ୍ୟାକ୍ସିମମ୍ ହାଟରେ ଯେ ଜିନିଷଟା ମିଳୁଛି କେମିକାଲ ବାଲା, ମୁଁ ଜୈବିକର ବିଲାତି କରିଥିଲି ଏତିକି ବଡ଼ଟା ଲାଷ୍ଟଟା, ଆଉ ହାଟରୁ ନେଇଥିଲି ଏତେ ବଡ଼ଟା। ଯେତେବେଳେ ଧୋଇକି ଆମର ଦିଦି କାଟୁଛନ୍ତି ମୁଁ ଦେଖିଲି ଯେ ଏଟା ଛୋଟିଆଟା, କିନ୍ତୁ ଜୈବିକର କରାହେଇଛି ସିଏ ହେଲା ତଳେ ଅଛି, ଆଉ ଯେଟା ହାଟରୁ ନିଆଯାଇଛି ସେ ଉପରେ ଭାସୁଛି। ବୁଝିଲେ, ସିଏ ଭାସୁଛି କି ପାଇଁ? ଇଏ ବଡ଼ଟା କିନ୍ତୁ ଭାସୁଛି, କି ସାନଟା ତଳେ ଅଛି କି ପାଇଁ ନା, ଇଏ ତଳେ যেটা ଅଛି ସେଇଟା ଜୈବିକରେ କରାହେଇଛି, ଓଜନ ଅଛି। ଫେର ପଚାରିଲି ହେଲା ଜୈବିକରେ କଲି ବୋଲି କି ପାଇଁ ବାହାରି ଯାଏ? ଉପରେ ଆମର ସାର୍ ମାନଙ୍କୁ ପଚାରି, ସେମାନେ କହିଲେ ଯେ ଜିଙ୍କ ଅଧିକ ଅଛି ସେଥିରେ, ଆଉ ଯୋଉମାନେ କରୋନାରେ ମରିଛନ୍ତି ଜିଙ୍କ ଅଭାବ ଯାହାର ଦେହ ଭିତରେ ସେଇମାନେ ହିଁ କରୋନାରେ ମରିଛନ୍ତି, ଆଉ ଯୋଉମାନଙ୍କର ଜିଙ୍କ ଷ୍ଟ୍ରଙ୍ଗ ଅଛି ଦେହ ଭିତରେ ନା ସେମାନେ ଯେ ବଞ୍ଚିଛନ୍ତି। ବୁଝିଲେ, ଜିଙ୍କ ଆଉ କ୍ୟାଲସିୟମ ଯାହାର ଭରପୁର ଅଛି ସେ କରୋନାରେ ମରି ନାହାନ୍ତି, ଆଉ ଯାହାର ଜିଙ୍କ ଅଭାବ ଅଛି ସେଇମାନେ ହିଁ ମରିଛନ୍ତି। ବୁଝିଲେ, ଜୈବିକର ମତଲବଟା କ'ଣ? ଡେକ୍ଚି ଛାଡ଼ନ୍ତୁ, ହାଣ୍ଡିରେ ରାନ୍ଧିବା ଆରମ୍ଭ କରନ୍ତୁ। ଗତ ବର୍ଷରୁ 13ଟା ବର୍ଷରୁ କହି ଆପଣ ମାନଙ୍କୁ ଆସୁଛି। ବୁଝିଲେ, ପତ୍ରରେ ନ ଖାଇଲେ ବି ଆଟଲିଷ୍ଟ ସିଝେଇବାଟା ଆମର ହାଣ୍ଡିରେ ହବ। ଆମେ ଆମ ଘରେ ଗ୍ୟାସରେ ହାଣ୍ଡିରେ ରାନ୍ଧୁଛୁ, ଗ୍ୟାସରେ ପାଇଁ ତ ବସେଇବା ଟିକେ ଗଡ଼ବଡ଼ ହଉଛି, ତ ତାକୁ ମୁଁ ହୋଲ୍ଡିଂ ଦୋକାନରେ ଯାଇକି ଗୋଟେ ପାତିଆଟାକୁ ଲୁହା ପାତିଆଟାକୁ ଗୋଲ କରିକି କରାହେଇଛି, ଗ୍ୟାସ ଉପରେ ବସା ହଉଛି, ତାର ଉପରେ ହାଣ୍ଡିଟା ବସା ହଉଛି। କି ପାଇଁ ନା ଡେକ୍ଚିରେ ଯାହା ବି ରାନ୍ଧିବା 50% ନ୍ୟୁଟ୍ରିଏଣ୍ଟ ବା ଯୋଉ ଭିଟାମିନ ମିନେରାଲ୍ସ ସେଗୁଡ଼ା ଉଡ଼ିଯାଏ, ଆଉ ଯେଟା ହାଣ୍ଡିରେ ରନ୍ଧାଯାଏ 100ରୁ 100 ରୁହେ। ବୁଝିଲେ ନା, 100ରୁ 100 ରୁହେ। ବୁଝିଲେ, এই কথাটা ସେ କୁମାର ମାନଙ୍କୁ କହିବେ, ସେମାନଙ୍କୁ କହିବେନି ହେଲା। ଶୁଣନ୍ତୁ, ତେଣୁ ଆପଣ ମାନଙ୍କୁ ଅନୁରୋଧ ହେଲା, ଏଇନା ହେର ପରବ ଚାଲିଛି, ତାରପରେ 50 ହେର ଜମନାମା,
ବୋଧେ ହେର ପର୍ବରେ ନାମା ଚାଟୁ ଆସିବ, ନମଜମାରେ ବି ନାମା ଚାଟୁ ଆସିବ, ଫେର ମାଘେ ପର୍ବରେ ନାମା ଚାଟୁ ଆସିବ, ଫେର ଆଉ ଗୋଟେ କି ପର୍ବ ଅଛି ମହାପର୍ବରେ ବି ନାମା ଚାଟୁ ଆସିବ। ତ ବର୍ଷରେ ଆମେ 4ଟା ହାଣ୍ଡି କିଣୁଛେ କି ନାଇଁ? କମ୍ପଲସରି କିଣିବା ଦରକାର, ନହେଲେ ଆମ ଠାକୁର ରାଗିବେ, ସେମାନେ ହାଣ୍ଡିର ରାନ୍ଧିବା ହିଁ ଖାଇବେ, ହଁ କି ନାଇଁ? ତ ବର୍ଷରେ 4ଟା ଚାଟୁ କାଫି ଆମ ପାଇଁ। ଏଇନା ହେର ପର୍ବରେ ଯେଟା କିଣିଲେ ସେଟାକୁ ଆମେ ରୋଷେଇ କରି 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 ନାମାଜମ ପର୍ଯ୍ୟନ୍ତ ପହଞ୍ଚେଇବା। ନାମାଜମ ଆଉ ଗୋଟେ କିଣିବା, ତାକୁ ପହଞ୍ଚେଇବା, ଆଉ ଟିକେ ରନିଂ କରବା। ବୋଧେ ନାମାଜମ ଆଉ ହେର ପର୍ବ ଆଉ ନାମାଜମ ପାଖାପାଖିକା, ତେଣୁ ଏଇ ଦୁଇଟା ପହଞ୍ଚେଇବେ, ମାଘେ ପର୍ବ ପର୍ଯ୍ୟନ୍ତ ପହଞ୍ଚେଇବେ। ନହେଲେ ମଝିରେ ଯଦି ଦରକାର ହେଲା ଆହୁରି କିଣି ଆଣିବେ। ଆଉ ଆପଣ ହାଣ୍ଡିରେ ରାନ୍ଧି କରି ଖାଆନ୍ତୁ, ଡାକ୍ତରଖାନା ଯିବେ ନାହିଁ, ଗ୍ୟାରେଣ୍ଟି, ବୁଝିଲେ? ଡାକ୍ତରଖାନା ଯିବେ ନାହିଁ। ବରଂ ହାଣ୍ଡି କିଣିବାର ପଇସା ଖର୍ଚ୍ଚ ହଉ, କିନ୍ତୁ ଡାକ୍ତରଖାନାକୁ ଯାଇକି ପଇସା ଖର୍ଚ୍ଚ ନ ହଉ, ବୁଝିଲେ? ତ ଏଇଭଳିଆ କଥା। ହାଣ୍ଡି ଖତ ବି କରବା, ସେ ହାଣ୍ଡିରେ ହିଁ କର, ଅଲଗା କାରେ କରବାନି, କାହିଁକି ନା ନହେଲେ ସିଏ ବି 50% ପାୱାର ଉଡ଼ିଯିବ। ଆମର ନ ଉଡ଼ିବା ଦରକାର। ପ୍ରେସର କୁକରରେ ରାନ୍ଧିଲେ 35 ରହିବ, 65 ଉଡ଼ିବ। ସେଥିପାଇଁ ଜାଗା ଟାଉନରେ ରୁହନ୍ତି ନା, ହାଲୁକା ଗରମ ବି ନାହିଁ ସମ୍ଭାଳି ପାର, ଏସି ନହେଲେ ରହିପାରିବେ ନାହିଁ। କି ପାଇଁ? ତାଙ୍କର ଶୋଇବା ଶକ୍ତି ନାହିଁ, ବୁଝିଲେ ନା? ଜିନିଷଟା ଜାଣିପାରୁଛ ନା ନାଇଁ? ସତବେଳେ ଲାଗୁଛି ନା ନାଇଁ? ଠାକୁରଗା ଯଦି ହାଣ୍ଡିର ଖାଉଛନ୍ତି, ଆମର ଠାକୁରଗା ପ୍ଲସ୍ ଆମ ଓଡ଼ିଶାର 1 ନମ୍ବର ଠାକୁର କିଏ? ଜଗନ୍ନାଥ। ଆଜି ପର୍ଯ୍ୟନ୍ତ ହାଣ୍ଡିର ରାଧା ହିଁ ଖାଉଛନ୍ତି, ବୁଝିଲେ? ବଡ ଲୋକ ଗା ଠାକୁର ଗା ଯଦି ହାଣ୍ଡିର ଖାଉଛନ୍ତି, ଆମେ କିଏ ଗା? ଆମେ ବି ହାଣ୍ଡିର ରାନ୍ଧା ଖାଇବା ଦରକାର, ଆମେ ବଞ୍ଚିବା ଦରକାର ନା। ଆମ ପିଲା ଛୁଆ ଗା ଅଛନ୍, ଆକ୍ସିଡେଣ୍ଟ କୁ ଛାଡିକି ରୋଗରେ ନ ମରେ ଯେମିତି ଜଲ୍ଦି। ଆମର କାମ ସରେଇଲା ପରେ ଯେମିତି ଆମେ ମରବା, ଯେମିତି ଚୈତନ୍ୟ ବାବୁ, ଭୋଲା ବାବୁଙ୍କର ବାପା କାମ ସରେଇକି ବି ରେଷ୍ଟ ନେଲେ, ହଁ କି ନାଇଁ? ମୁଖ୍ୟ କାରଣ ହେଲା ଜୈବିକ ଖାଇଥିଲେ ଆଉ ହାଣ୍ଡିର ରନ୍ଧା ଖାଇଥିଲେ। ରାମ ବାବୁଙ୍କର ବାପା ଦବର ବାବୁ କାମ ସାରିକି ବି ରେଷ୍ଟ ନେଲେ, ତାପରେ ଗଲେ। ଲୋକ ତ ଆମର ଅଧା ଦିନରେ ବି ପାରେଇ ଯାଉଛନ୍ତି, ଏସିଡ ହଉଛି, ଗ୍ୟାସ୍ ହଉଛି, ହାର୍ଟ ଆଟାକ୍ ହଉଛି, ଡାଇବେଟିସ୍ ହଉଛି, ଏମନ ତେମନ ହଉଛି। ସେଇଟା ଯେମିତି ନ ହଉ, ବୁଝିଲେ ତ? ମୁଖ୍ୟ ଉଦ୍ଦେଶ୍ୟ ହେଲା ସେଇଟା। ଚାଷ ବି କରିବା ଜୈବିକରେ, ଯାହା ବି ଆମେ ଭିଟାମିନ୍ ଭଲ ଚାଷ କରିକି ଆଣୁଛେ, ସେଇଆକୁ ବି ଆମେ ହାଣ୍ଡିରେ ରାନ୍ଧବା ଦରକାର, ବୁଝିଲେ? ତ ଏତିକ କଥା। ବହୁତ ବହୁତ ଧନ୍ୟବାଦ। ତାପରେ ସରକାରଙ୍କ ତରଫରୁ ବି ନିମ ଜାତୀୟ ବିଷ ଆସିଛି, ଆପଣ ମାନେ ନେବେ। ଏହାକୁ କେମିତି ଦେବେ? 3 ml 1 ଲିଟର ପାଣି, ଭାଗ ମାପଟା ଜାଣିଥାନ୍ତୁ। ତାପରେ ଆପଣଙ୍କର ଭାଗ ଆପଣ ନେଇଯିବେ, ହେଲା? ଆମ ଯୋଜନାର ନାଁ କଣ ଜାଣିଛନ୍ତି ତ? ଭାଦ୍ର ବାବୁ କହିଲେ ଆମ ଯୋଜନାର ନାଁଟା କଣ? ଆମର ଯୋଉ ଯୋଜନା, ଯେମିତି ଏଇଟା ହେଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ଆମର ଯୋଉ ଏଇ ଚାଷୀ ମାନଙ୍କ ପାଇଁ ଯୋଜନା ଯୋଉ ଚାଲିଛି, ସେଇ ଯୋଜନାର ନାଁ କଣ? ଏଇଟା ପୁରା କହୁଛି ନାଇଁ, ପରମ୍ପରାଗତ କୃଷି ବିକାଶ ଯୋଜନା। ପରମ୍ପରାଗତ କୃଷି ବିକାଶ ଯୋଜନା, এইটা ସମସ୍ତେ କହିପାରିବା ଦରକାର, ନହେଲେ କହିବେ ସାର୍ ଜାଣିନି, ସେମିତି ନାହିଁ। ପରମ୍ପରାଗତ କୃଷି ବିକାଶ ଯୋଜନା। ପରମ୍ପରା ମାନେ କଣ? ହଁ, ପରମ୍ପରା କେଟା କୁହାଯାଏ? ପୁରୁଣା କାଳିଆ ଲୋକ가 ଜାଗା ସର୍ଚ୍ଚ କରିକି ପାଇଥିଲେ, ମାନେ ଖୋଜି ପାଇଥିଲେ, ସର୍ଚ୍ଚ କରିକି, ରିସର୍ଚ୍ଚ ନୁହେଁ, ସର୍ଚ୍ଚ କରିକି ଜାଗା ପାଇଥିଲେ। ସର୍ଚ୍ଚ ମତଲବ କଣ? ପାଇଥିଲେ, ହଁ, ସେଇଟାକୁ ଆମେ ଚଲେଇବା। ରିସର୍ଚ୍ଚ ମାନେ କଣ? এইটাକୁ ଆମେ ରିସର୍ଚ୍ଚ କରୁଛେ, ଆଉ ଥରେ ପୁଣି ଥରେ, ଯେ यार एक्चुअली जिनिसटा कोन है ना, रिसर्च करछे, माने दूसरा खोजुछे, आउ थोड़ा करूछे, दूसरा करूछे। पुराना काली लोक का करथले, किंतु भितरे जिनिस जानि नथले। एटा हमें करबा, भितरे जिनिस के भी जानबा। से माने हांडी रे रांथले तो एक्चुअली लाभ कोन पाउथले जानि नथले, किंतु करथले। सेति पय आदिवासी माने बुका को जाय, किंतु ओरिजिनल लोक से। हां, से माने पूरा मूल निवासी।
ବୁଝିଲେ ସବୁ ସେମାନେ ସବୁ ନିଜେ କରିଛନ୍ ସେମାନେ ସର୍ଚ୍ଚ କରିଥିଲେ ପରେ ବୈଜ୍ଞାନିକ ଗୁଡ଼ା ରିସର୍ଚ୍ଚ କଲେ ରିସର୍ଚ୍ଚ ହଁ ଆଉ ଟିକେ ଦିମାଗ ଖେଳେଇଲେ କଲେ ବୁଝିଲେ ତ ଏଇଭଳିଆ କଥା ମୋର ଆଶା ଆଉ ବିଶ୍ୱାସ ବି ଆପଣମାନେ ଏଇ ହାଣ୍ଡି ଖତ କରିବେ ଆଉ ବିଲରେ ଲଗେଇବେ ବିକାଶ ବାବୁ ପ୍ରତ୍ୟେକ ଘରକୁ ଯିବେ GPS କ୍ୟାମେରାରେ ଫଟୋ ଉଠେଇବେ ଯେମିତି ଆପଣଙ୍କର ତଳିଘରର ଫଟୋ ଉଠା ହେଲା ଧାନ ବିଲର ଫଟୋ ଉଠା ହେଉଛି ଜିଆ ଏ ଯେଉଁ ମାଟି ହାଣ୍ଡି ଖତର ବି ଫଟୋ ଉଠା ହେବ ବ୍ୟବହାରର ବି ଫଟୋ ଉଠା ହେବ ବୁଝିଲେ ଟିକେ ଡକୁମେଣ୍ଟେସନ ଦରକାର କାହିଁକି ନା ଆମେ ଯଦି ଏଇନା ଆପଣଙ୍କୁ ପଚରାଯିବ 2017-18 କେମିତି ଚାଷ ହେଇଛି କହିପାରିବା ନାଇଁ ତ এইগুড়াକୁ ଆମେ ଯଦି ପ୍ରମାଣ ମାନେ ଫଟୋ ଫଟୋ ଉଠେଇକି ରଖିବା ଆଉ ଦିନେ ବୁଝିଲେ ଆପଣଙ୍କର ଆଗାମୀ ଭବିଷ୍ୟତ ପିଢ଼ି ଗୁଡ଼ା ବି ଦେଖିବେ ଦରକାର ପଡ଼ିଲେ ଆପଣମାନେ 5-10 ଟଙ୍କା ଦେଇକି ବି ଫଟୋକା ବି ଧୋଇ ଆଣବା ରଖିଥିବେ ଘରେ ବାରିପଦା ଆଡ଼କୁ ନେଇକି ଫଟୋକା ରଖିଥିବେ ଯେ ଏଇଟା ଯେ ସେଇ ଫଟୋଟା ଆମେ କରୁଥିଲେ ହଁ ତମେ ବି ସେଇଆ କର ବୁଝିଲେ ଯିବ ସରକାର ତ ଦେଖିବେ ଆମ ପାଇଁ ବି ରଖିବା ତେଣୁ ଭଲ ଭାବରେ କେମିତି କରିକି ରଖିବା ସେଇଟା ବି ଆମକୁ ଧ୍ୟାନ ରଖିବାର ଅଛି ବୁଝିଲେ ତ ବର୍ତ୍ତମାନ କିଛି ଭାଇମାନଙ୍କୁ ଡାକିବେ ଏଗୁଡ଼ାକ ଟିକେ ଗୁଣ୍ଡ କରିବେ ଆସନ୍ତୁ ଏ ତ 3 ଜଣ ଅଛନ୍ତି କିଛି ଗୁଣ୍ଡ କରିସାରିଲେଣି ଆଚ୍ଛା ଅରକ ପତ୍ର ଗାକୁ ଆଉ ଟିକେ ଗୁଣ୍ଡ କରବା ପାଁଶ ପତ୍ର ଗାକୁ ପଳାଶ ପତ୍ର ଆଉ ଟିକେ ଗୁଣ୍ଡ କରବା ଦେନେ ଆମର ହେଇଯିବ ଆଉ ଟିକେ କରାଯାଉ দেখি ଭଲ ଭାବରେ ହାତ ଟିକେ ଧୋଇଦେବେ ହେଲା ନା ଏଇଟା ଖାଲି ଇଏ ପାଇଁ ଧୋଇବା ପାଇଁ ଦରକାର Barang na lagi barang na pero ke ada jadi coy mudah tu pura pas pata coy pada dia mudah wah dia mudah dia mari yo na jalan na ini sampul bayi ini terang iyo dia Asa damu anu Macam ni ya, kali tu. Ah, ini dia. Lalu ini. Sekarang kami dah ada. Udah baik, udah. Ahora el poquito saya. Vamos. Lalu sini tu tengah. Aku dah berdiri. Tengok kita dah. Right boy di. এইগুড়াକୁ ଆମେ ଦେଲେ ଗାଈ ମୁତ ତଳେ ଅଛି ଅରଖ ପତ୍ରକା ଦିଆ ହେଲା ତାପରେ ନିମ ପତ୍ରକା ଦିଅନ୍ତୁ Lima bat. ହଁ ସବୁ କିଛି କିଛି ଏମନ ତେମନ କରିକି ଟିକେ ଦିଅନ୍ତୁ Koranja patra. ହଁ ଅରଖ ପତ୍ର ଏଟା ରାନୁ ଟିକେ ଗୁଣ୍ଡ କରନ୍ତୁ Ini pala patra. ତାପରେ ଘାଟିବା ଗୋବର ଆପଣ ଗୋବର କା ଦିଅନ୍ତୁ ନା ଆପଣ ସାର୍ଟ ପିନ୍ଧି ନାହାନ୍ତି ଦେବେନ୍ଦ୍ର ବାବୁ ଦିଅ ହଁ ସେଇଠି ଦିଅ ଦେଖି ଫେଣ୍ଟେଇବ ହେଲା ଦିଅନ୍ତୁ ଦିଅନ୍ତୁ ସବୁକେ ଦେଇ ଦିଅନ୍ତୁ ହଁ ସେଇ ସବୁ ସବୁ Guru ni pahit men.
ଗୁଡ଼ ଗୁଡ଼ ଦିଅନ୍ତୁ ଗୁଡ଼ ଛିଡ଼ା ଛିଡ଼ା ଗୁଡ଼କୁ ଛିଡ଼ା Ele bisa pergi gitu. Berarti. କାଇଁ ମୁତାଉ ଟିକେ ଦବା Kami jauh. ଆଉ ଥରେ ଘାଟା କରିଦିଅନ୍ତୁ Keluar. Keluar dua orang dua boleh tiga itu paling tahu kuno ka tale. ମୁଇଁ ହେଲେ ଆଠ ଦିନ ପରେ Arti pula nuya kuno ka dua orang dua boleh tiga. Ni atau hili pun. Rana TV kosong kada? Wena. ତିରିଶ ଘଣ୍ଟା Oh, juga udah nih banyak kita apa teh? Nerloka. Nerloka. Puluh nerloka. Semua kita balik. ପତ୍ର ଆଉ ଟିକେ ମିଶେଇ ଦେବ Aku tiga betul lima puluh lagi. Udah kau ni kau. Masuk kau. बहुत सारे बैठा ना ठीक है ठीक है ठीक है ठीक है Udah. सत्य सत्य Jadi kau lagi. Jadi. ଘରେ ନେଇକି ତାପରେ ଥୋଡ଼େ ବେଳ ରଖିକି ଉପରେ ଆଉ ଗୋଟେ ହାଣ୍ଡରେ ଢାଙ୍କିଦେବା Aku dah mau hawa nak kosong. Bocah itu sih. ଆହୁରି ବଡ଼ ହାଣ୍ଡି ଦରକାର 2 କେଜି 3 କେଜି ପାଖି ହେଲାନି ଏଇଟା ଆମର ପାଖାପାଖି ବାସ ଫଟ କରି ନାଇଁ ଲିଟର ବାହାରିଛୁ ଇଏ ତ ଅଛି ପତ୍ରରୁ ରସ ବାହାରିବ Video ka pun kita putar kat tadi. Video lihat kamu. Jangan ulang itu jam saja. Saat jam saja. nomor ଜିନିଷ କାହିଁକି Hah? जवाब चीन का जवाब दियो जी क्या Mana bayi kita tu. ଦେବେନ ଚାହା ବହୁ ସୁବିଧା ଲୋକନ୍ଦ El kena apa tahu? Mari kita pergi bayi kita. ହଉ ହେଲା Guru ko jala ya. ଇଏ ଆମର ରେଡ଼ି ହେଇଗଲା ଆଉ 7-8 ଦିନ ପରେ ଏଠୁ ଆମେ ରସ ବାହାର କରିବା ସେଇ ରସ ଗୁଡ଼ାକୁ ଆମେ ପାଣିରେ ମିଶେଇକି ସିଞ୍ଚନ କରିବା